पुलवामा शहीद स्मृति उद्देश्य मिनी माराथन प्रतियोगिता कलिंग रूराल आथलेटिक क्लब आनुकूल्य तीर्तोल मणिचरणशाला एकाडेमी अवसरप्राप्त क्रीड़ा शिक्षक आलोक दास नेतृत्व में पुलवामा सहित तथा देशपाई शहीद वीर जवान मानकर स्मृति राज्यस्तरीय चतुर्थ वार्षिक मिनी माराथन प्रतियोगिता अनुष्ठित हो जाइछि। ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର 207 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ତିର୍ତ୍ତୋଲ କୁମାର ଉତ୍ସବ ସମିତି ନିକଟରୁ ଆରମ୍ଭ ହୋଇ ରାହାମା ଖୋସଲପୁରା ତିର୍ତ୍ତୋଲ ଦେଇ 15 କିଲୋମିଟର ରାସ୍ତା ଅତିକ୍ରମ କରି କୁମାର ଉତ୍ସବ ସମିତି ନିକଟରେ ଉଦ୍ଯାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରିୟଦମ୍ବା ମହାପାତ୍ର କ୍ରୀଡ଼ା ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଉଦ୍ଯାପନୀ ଉତ୍ସବରେ କୁମାର ଉତ୍ସବ ସମିତିର ସଭାପତି ବିମଳକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ମହାପାତ୍ର, ପୂର୍ବତନ ସେନା ଅଧିକାରୀ ସଞ୍ଜୟ କୁମାର, ପୂର୍ବତନ ସେନା ଅଧିକାରୀ ସୁଶାନ୍ତ କୁମାର ସାହୁ, ଫକୀରଚରଣ ସ୍ୱାଇଁ, ବିଜେପି ଯୁବ ସଂଗଠନର ସାଗର ଦାସ, ସାମ୍ବାଦିକ ଚନ୍ଦ୍ରକାନ୍ତ ବାରିକ, ସାମ୍ବାଦିକ ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିରେ ମହିଳା ଓ ପୁରୁଷ ବର୍ଗରୁ 15 ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବହୁ ଭଲେଣ୍ଟିୟର ସାଥୀମାନେ ପରିଚାଳନା କରିଥିଲେ। जगतसिंहपुर रंजन खुंटिया रिपोर्ट स्वतंत्र ओडिशा लाइव।